हेलो एस्पिरेंट्स। तो आमे कौन करूथिले लास्ट क्लास रे आमे ओडिसा रो फ्रीडम स्ट्रगल रे जो माने लीडर थिले आमे तांको विषय रे डिस्कशन करिचे। देखो एमती तो ओडिसा रे बहुत जण फ्रीडम स्ट्रगल जो फ्रीडम फाइटर्स अछंती, किंतु काहाकू एग्जामिन बा काहाकू आमे नेकी पढुचे ना जोटा प्रीवियस ईयर रे क्वेश्चन आछि। जेमती प्राय टाइम देखियो ओपीएससी रो फेवरेट होची केतळे गोपबंधु दास विषय रे पचरा जायछि, तो केतळे मधुसूदन दास के विषय रे पचरा जायछि, केतळे मधुबाबुଙ୍କ विषय केतळे गोपबंधुଙ୍କ विषय ହେଲା। ତ ଏମିତି ଅଲ୍ଟରନେଟ୍ କରିକି ପଚରା ଯାଇଥିବା ବେଳେ କେତେବେଳେ କୃଷ୍ଣଚନ୍ଦ୍ର ଗଜପତିଙ୍କ ବିଷୟରେ ପଚରା ଯାଇଛି। ତ ଏଇଟା ହଉଛି ଯେ ଫେଭରାଇଟ୍ ପାର୍ଟ। ସେମିତି ଯଦି ଆମେ ଦେଖିବା ଓମେନ୍ ଲିଡର ଯୋଉମାନେ ଅଛନ୍ତି ସେଇମାନଙ୍କ ଉପରେ ବି କିଛି କିଛି କେତେବେଳେ କ୍ୱେଶ୍ଚିନ୍ ଆସିଛି, ଯେମିତିକି ଆମର ରହିବେ କିଏ ନା ରମାଦେବୀ ଚୌଧୁରୀ, ରମାଦେବୀ, ମାଳତୀ ଦେବୀ, ସାରଳା ଦେବୀ। ତ ତାଙ୍କମାନଙ୍କ ବିଷୟରେ କଣ ହେଲା ପଢିବାକୁ ପଡିବ। ତ ଏପରି 6-7ଟା ଯଦି ଆମେ ପଢି ଦଉଛେ ତ ଆମର ଯୋଉ ଓଡିଶାର ଫ୍ରିଡମ ଫାଇଟର ଟପିକଟା କଭର ହବ। ତା ଛଡା ଫ୍ରିଡମ ଫାଇଟର କହିଲେ ଆମର କିଏ ନା ବାଜି ରାଉତ ହେଲା। 12 ବର୍ଷର ବାଳକ ବାଜି ରାଉତ। ସେ ସୁଚି ରାଉତରାୟ ଲେଖିଲେ କଣ ନା ନୁହେଁ ବନ୍ଧୁ ନୁହେଁ ଚିତା, ଏ ଦେଶ ତିମିର ତଳେ ଅଲିଭା ମୁକତି ସଳିତା, ନୁହେଁ ଏହା ଜଳି ଯିବା ପାଇଁ ଏହାର ଜନମ ଜଳି ପୋଡି ଦେବାକୁ ଦୋଷ। ଯୋଉ 12 ବର୍ଷର ବାଳକ କଣ କଲା ନା ଇଂରେଜ ମାନଙ୍କ ଗୁଳିକୁ ମାନି ନଥିଲା, ଆଉ ସେ ନୀଳକଣ୍ଠପୁରର ବାଳକ ଇଂରେଜ ମାନଙ୍କୁ ନଈ ପାର କରିପାରିଲା ନାହିଁ, ନଈ ପାର କରେଇ ଦେଲା ନାହିଁ। ଇଂରେଜ ମାନେ ତା ଛାତିରେ ଗୁଳି ମାରିଥିଲେ। ସେ ଇଂରେଜର ଗୁଳିକୁ ଡରୁଥିଲା। ସେମିତି ସେଇ 12 ବର୍ଷର ବାଳକ କିଏ ନା ଧର୍ମ 1200 ବଢେଇକୁ ବଞ୍ଚେଇ ଦେଲା। ତ ଏମାନେ ବି ଯଦି କୁହାଯିବ ଯେ ବାଜି ରାଉତ ବି ଆମର କଣ ଥିଲା ନା ଫ୍ରିଡମ ଫାଇଟର ଥିଲା ହେଲା। ତ ଏସବୁ ଜିନିଷ ଆମେ ଲେଖିପାରୁଛେ, କିନ୍ତୁ ବାଜି ରାଉତ ଉପରେ କ୍ୱେଶ୍ଚିନ୍ କେବେ ଓପିଏସସିରେ ପଚରା ଯାଇ ନାହିଁ। ତ ଆଜି ଆମର ଯାହା ମେନ୍ ଟପିକ ହେଲା କଣ ନା ରମାଦେବୀ ଚୌଧୁରୀଙ୍କ ଉପରେ ଆମେ ଡିସ୍କସନ କରିବା ହେଲା। ତ ରମାଦେବୀ ଚୌଧୁରୀ କୁହାଯାଉଛି ନା ମଦର ଅଫ ଓଡିଶା ଫ୍ରିଡମ ଷ୍ଟ୍ରଗଲ। ଓଡିଶାର ଫ୍ରିଡମ ଷ୍ଟ୍ରଗଲ ହଉଛି କେମିତି ଇଏ ମାନେ ଏଇ ଯୋଉ ମଦର ରମାଦେବୀ ଚୌଧୁରୀ ହଉଛନ୍ତି କାହାର ନା ଗୋପବନ୍ଧୁ ଚୌଧୁରୀଙ୍କର ଧର୍ମପତ୍ନୀ। ଗୋପବନ୍ଧୁ ଚୌଧୁରୀ ଜଣେ ଡେପୁଟି କଲେକ୍ଟର ଥିଲେ, ଆଉ ରମାଦେବୀ ଚୌଧୁରୀ କଣ ଥିଲେ ଯେ ତାଙ୍କ ବାପା ଯିଏ ଥିଲେ ସେ ଜଣେ କଲେକ୍ଟର ଥିଲେ। ତ ରମାଦେବୀ ଚୌଧୁରୀ ହଉଛନ୍ତି ଗୋପବନ୍ଧୁ ଚୌଧୁରୀଙ୍କର ଧର୍ମପତ୍ନୀ ହେଲା। ସେ ଜଣେ ଗାନ୍ଧିଆନ ଆକ୍ଟିଭିଷ୍ଟ ଥିଲେ, ଯେ ଗାନ୍ଧିଆନ ଆଇଡିଓଲୋଜି ଗାନ୍ଧିଜୀଙ୍କର ଆଇଡିଓଲୋଜିରେ ଯିଏ ବିଶ୍ୱାସ କରେ, ଗାନ୍ଧୀଙ୍କର ଯିଏ ଆଦର୍ଶକୁ ଗ୍ରହଣ କରେ, ତାକୁ କୁହାଯାଏ ଗାନ୍ଧିଆନ ଫ୍ରିଡମ ଫାଇଟର ବା ଗାନ୍ଧିଆନ। ତାଙ୍କୁ କୁହାଯାଏ ସେ ଜଣେ ସୋସିଆଲ ରିଫର୍ମର ଥିଲେ, ଆଉ ଓମେନ୍ ମାନଙ୍କର ରାଇଟ୍ସ ଆକ୍ଟିଭିଷ୍ଟ ଫ୍ରମ ଓଡିଶା ହେଲା। ତ ତାଙ୍କୁ କହୁଥିଲେ ଫ୍ରିଡମ ଷ୍ଟ୍ରଗଲ ସେମାନେ ପାର୍ଟିସିପେଟ କରିଥିଲେ, ଡିପଲି ଇନଫ୍ଲୁଏନ୍ସ ବାଇ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସେ ଡିପଲି ଇନଫ୍ଲୁଏନ୍ସ ହେଇଥିଲେ। ଖଦୀକୁ ଆଡପ୍ଟ କରିଥିଲେ, ଯୋଉ ସ୍ୱର୍ଣ୍ଣ ଚୁଡ଼ି ଗହଣା ଏସବୁ ଯୋଉ ପରିଧାନ କରିବାର ନିଜକୁ ନିବୃତ୍ତ ରଖିଥିଲେ, ସେ ପରିଧାନ କରୁନଥିଲେ ହେଲା। ଟୁକେ ଲାଇଫ ଲଙ୍ଗ ବୋ ଟୁ ୱେର ଓନ୍ଲି ଖଦର ଶାଢୀ ହେଲା। ଏବେ ବି ନେଟରେ ଯୋଉ ଫଟୋ ଆମେ ମାରୁଛେ ରମାଦେବୀ ଚୌଧୁରୀଙ୍କର ସବୁ ଖଦୀ ଶାଢୀରେ ହେଲା ହେଲା। ଗୋଟେ ସିମ୍ପଲ ଗୋଟେ ସାଧାରଣ ଜୀବନ ଯାପନ ପ୍ରଣାଳୀରେ ବଞ୍ଚିବା ପାଇଁ ଅବଲମ୍ବନ କରୁଥିଲେ, ବା ସାଧାରଣ ଜୀବନଟିଏ ବଞ୍ଚିବା ପାଇଁ କଣ କରୁଥିଲେ ସେଇ ପନ୍ଥାରେ ନିଜକୁ ଖୁସି ମନେ କରୁଥିଲେ। ତ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟରେ ସେ ରୋଲ ପ୍ଲେ କରିଛନ୍ତି। ପ୍ଲେ ପାଇଭଟାଲ ରୋଲ ଇନ୍ ସଲ୍ଟ ସତ୍ୟାଗ୍ରହ, ଲବଣ ସତ୍ୟାଗ୍ରହରେ ସେ ତାଙ୍କର ଭୂମିକା ଗ୍ରହଣ କରିଛନ୍ତି। ଯୋଉ ଲେଟ୍ ଓମେନ୍ ଇନ୍ ପ୍ରିପେୟାରିଂ ସଲ୍ଟ, ଯୋଉ ଇଞ୍ଚୁଡ଼ି ବାଲେଶ୍ୱର ଇଞ୍ଚୁଡ଼ିରେ ଯୋଉ ଲୁଣ ମରା ଯାଇଥିଲା, ଯୋଉ ଓମେନ୍ ମାନଙ୍କର ଗୋଟେ ନେତୃତ୍ୱ ନେଇଥିଲେ ସେ ଥିଲେ ରମାଦେବୀ ଚୌଧୁରୀ। ଇନ୍ସପାୟାର୍ଡ କ୍ୱିନ୍ ଭାଗ୍ୟବତୀ ପଟ ମହାଦେଇ ଟୁ ବ୍ରେକ୍ ଦ ସଲ୍ଟ ଲ ଏଟ୍ କାଲିପାଟନା ପାରାଦୀପ। ପାରାଦୀପର ଯୋଉ ଲୁଣ ମରାଯିବ ସେଇ କ୍ୱିନ୍ ଭାଗ୍ୟବତୀଙ୍କୁ ସେ କଣ ଗୋଟେ ଇନ୍ସପାୟାର କରିଥିଲେ। ତାଙ୍କର ଲିଡରସିପରେ କଣ ହେଲା, ଯୋଉ ଲୁଣ ମରାଟା କଣ ହେଲା, ଯୋଉ ଲବଣ ସତ୍ୟାଗ୍ରହ ହଉଥିଲା ପାରାଦୀପ, ଏରସମା, ଚଟୁଆ ଆଉ ଦରିଆ ରିଜନରେ କଣ ହେଇଥିଲା ହେଇପାରିଥିଲା। କନଷ୍ଟ୍ରକ୍ଟିଭ ୱାର୍କ ସେ ବରି ଆଶ୍ରମ କରିଥିଲେ, ଯୋଉଥିରେ ଖଦୀ ବି କିପିଂ ହେଲା, ଓମେନ୍ ମାନଙ୍କର ଅପଲିଫ୍ଟମେଣ୍ଟ ପାଇଁ ଆଡଲ୍ଟ ବେସିକ ଏଜୁକେସନ ଉପରେ କାମ କରାଯାଉଥିଲା, ଭିଲେଜ ସାନିଟେସନ, ମେଟର୍ନିଟି କେୟାର ଏ ମଧ୍ୟ କାମ କରାଯାଉଥିଲା। ଦେଖ
ଫ୍ରିଡମ ଫାଇଟରଙ୍କର କଣ୍ଟ୍ରିବ୍ୟୁସନ ଫାଷ୍ଟ କଣ ପ୍ରଥମେ ତାର ଇଣ୍ଟ୍ରୋଡକ୍ସନ, ସେ କିଏ, କାହାର ସେ ଧର୍ମପତ୍ନୀ ଥିଲେ, କୋଉ ଜାଗାକୁ ଜଗତସିଂହପୁର ବିଲଙ୍ଗ କରୁଥିଲେ, ଆଉ ତାଙ୍କ କଣ୍ଟ୍ରିବ୍ୟୁସନ କଣ, କଣ୍ଟ୍ରିବ୍ୟୁସନ ଇନ ଦ ସେନ୍ସ ଯେମିତି ଏଠି ଲେଖା ହେଲା ଯେ କୋଉ କୋଉ ସତ୍ୟାଗ୍ରହରେ ସେ ପାର୍ଟିସିପେଟ କରିଛନ୍ତି, ତାପରେ ହେଲା କନଷ୍ଟ୍ରକ୍ଟିଭ ୱାର କଣ କରିଛନ୍ତି ହେଲା, ତାପରେ ଗାନ୍ଧୀଙ୍କ ସହିତ ତାଙ୍କର ଆସୋସିଏସନ ହେଇଛି ଯେ ଗାନ୍ଧୀ ଗୋଟେ ହରିଜନ ପଦଯାତ୍ରା କରିଥିଲେ ଓଡ଼ିଶାରେ ହେଲା। ଏ ହରିଜନ ପଦଯାତ୍ରା ଉପରେ କ୍ୱେଶ୍ଚିନ୍ ଆସିଥିଲା 2023 ପ୍ରିଲିମରେ, ତ ସେଥିରେ ସେ ପାର୍ଟିସିପେଟ କରିଥିଲେ ତାଙ୍କର ମାନେ ତାଙ୍କ ପାଇଁ ବା ତାଙ୍କୁ ସେ କାହା ଦ୍ୱାରା ପ୍ରଶଂସିତ ହୋଇଥିଲେ ବା କୋଉମାନେ ତାଙ୍କୁ ଭଲ ପାଇଥିଲେ, ଯେ ଗାନ୍ଧୀଜୀ, କସ୍ତୁରବା ଗାନ୍ଧୀ, ଗାନ୍ଧୀଜୀଙ୍କ ଧର୍ମପତ୍ନୀ, ମୌଲାନା ଆଜାଦ, ସର୍ଦ୍ଦାର ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଯେତେବେଳେ ସେମାନେ ଓଡ଼ିଶା ଆସିଛନ୍ତି କନଫରେନ୍ସ କରୁଛନ୍ତି, ସେଠି ସେମାନେ କଣ କରୁଛନ୍ତି ନା ଏ ଯୋଉ ରମାଦେବୀକୁ ଦେଖିଛନ୍ତି ଆଉ ଇନ୍ସପାୟାର୍ଡ ହେଇଛନ୍ତି। କୁଇଟ୍ ଇଣ୍ଡିଆ ମୁଭମେଣ୍ଟରେ ମଧ୍ୟ ରୋଲ ପ୍ଲେ କରୁଛନ୍ତି, ଯେ ଗୋପବନ୍ଧୁ ଚୌଧୁରୀ ଯେତେବେଳେ ତାଙ୍କର ସରକାରୀ ଚାକିରି ଛାଡ଼ି ଆସି ମୁଭମେଣ୍ଟରେ ଯୋଗଦାନ କରୁଛନ୍ତି, ସେ ମଧ୍ୟ ଗୋପବନ୍ଧୁ ଚୌଧୁରୀକୁ ଆସି ସାହାଯ୍ୟ କରୁଛନ୍ତି, ଆଉ ବହୁତ ଥର ଜେଲ ଯାଇଛନ୍ତି ହେଲା। ତ ସୋସିଆଲ ଅର୍ଗାନାଇଜେସନ ଗୁଡାକ ଯଦି ଆମେ ଦେଖିବା ଯେ ଶିବା ମଣ୍ଡଳ ଖୋର୍ଦ୍ଧା, ଅଲ୍ ଇଣ୍ଡିଆ ଚରଖା ଆସୋସିଏସନ, ପ୍ରୋଭିନ୍ସିଆଲ ଖଦି ବୋର୍ଡ, କସ୍ତୁରବା ଗାନ୍ଧୀ ନ୍ୟାସନାଲ ଟ୍ରଷ୍ଟ, ନବଜୀବନ ମଣ୍ଡଳ ଇନ କୋରାପୁଟ, ଏସବୁ ଜିନିଷ କଣ କରୁଛନ୍ତି, ସେ ୱାର ଗୁଡାକ ଛାଡ଼ି ଦେଇ ଯାଇଛନ୍ତି ତାଙ୍କ ଛାପ କୋଉ କୋଉ ସୋସିଆଲ ଅର୍ଗାନାଇଜେସନ ହେଲା। ପୋଷ୍ଟ ଇଣ୍ଡିପେଣ୍ଡେନ୍ସ ରେ ଯୋଉ ଭୁଦାନ ମୁଭମେଣ୍ଟ ହେଇଥିଲା, ଆଚାର୍ଯ୍ୟ ବିନୋବା ଭାବେଙ୍କ ଦ୍ୱାରା 1955 ବାଲେଶ୍ୱର ଟୁ କୋରାପୁଟରେ ପାର୍ଟିସିପେଟ କରିଛନ୍ତି। ଓଡ଼ିଶାକୁ ରିପ୍ରେଜେଣ୍ଟ କରୁଛନ୍ତି ମଲ୍ଟିପଲ କଂଗ୍ରେସ ସେସନରେ, ସର୍ବୋଦୟ ସମ୍ମିଳନୀରେ ହେଲା। ତ ହ୍ୟୁମାନିଟାରିଆନ ରିଫିଲ ଏଇ ଯୋଉ କଣ ରିଲିଫ ୱାର୍କ କରିଛନ୍ତି, ଯେତେବେଳେ ସିନୋ ଇଣ୍ଡିଆ ଚାଇନା ୱାର 1962ରେ କମ୍ୟୁନାଲ ଯୋଉ ହାରମୋନି ଆଣିବା ପାଇଁ, ତାପରେ ରିଲିଫ ଦେଇଛନ୍ତି କେତେବେଳେ ନା ଡ୍ରଟ୍ ଫ୍ଲଡ୍ ଇଷ୍ଟ ପାକିସ୍ତାନ ରିଫ୍ୟୁ 1971 ୱାର ପରେ ପରେ ହିଁ ହେଲା। ତ ଏ ସବୁ ଜିନିଷ କଣ ତାଙ୍କର ହଉଛି ନା ହ୍ୟୁମାନିଟାରିଆନ ରିଲିଫ ୱାର୍କ ହେଲା। ତ ତାଙ୍କର ଆଉ କଣ କଣ୍ଟ୍ରିବ୍ୟୁସନ ରହିଲା, ଯେ ରମାଦେବୀଙ୍କ ନାଁରେ ଆମର ଗୋଟେ କଲେଜ ହେଇଛି, ଜାଣିଛ ରମାଦେବୀ ମହିଳା ୟୁନିଭର୍ସିଟି ବା ରମାଦେବୀ ଓମେନ୍ସ ୟୁନିଭର୍ସିଟି ଏଇଟା। ତାପରେ ଗୋଟେ ଅନରାରୀ ପିଏଚଡି ଦିଆଯାଉଛି ଉତ୍କଳ ୟୁନିଭର୍ସିଟିରେ, କଣ ଜମନଲାଲ ବଜାଜ ଆୱାର୍ଡ ଫର ସର୍ଭିସ ହେଲା। ଯୋଉ କ୍ୟାନ୍ସର ଇନଷ୍ଟିଚ୍ୟୁଟ ଅଫ ଏକ୍ସପିରିଏନ୍ସ ମେଡିକାଲ କଲେଜ ହେଇଛି 1977ରେ, ତାଙ୍କର ସାହାଯ୍ୟ ହେଇଥିଲା ହେଲା। ଠିକ ଅଛି, ତାପରେ କଣ ହଉଛି, ତାପରେ କଣ କରିଥିଲେ ନା କି ରୋଲ ପ୍ଲେ କରିଥିଲେ ଗାନ୍ଧୀଜୀଙ୍କର ସେଣ୍ଟେନାରୀ ସେଲିବ୍ରେସନ ଇନ ଓଡ଼ିଶା 1969 ହେଲା। ରମାଦେବୀଙ୍କ ପରେ ଆମେ ଦେଖିବା ଯେ ସାରଳା ଦେବୀ କଣ ନା ଟର୍ଚ ବିୟର କାହାକୁ କୁହାଯାଏ, ଅଗ୍ରଦୂତ, ଯୋଉମାନେ ଆଗରେ ଚାଲି ଯାଆନ୍ତି ଟର୍ଚ ଦେଖି ଆଉ ତାଙ୍କୁ ସମସ୍ତେ ଫଲୋ କରିବେ, ତାକୁ କହିଲେ ଦେ ଆର୍ ଦ ଟର୍ଚ ବିୟର, ଦେ ଆର୍ ଦ ପାୟୋନିୟର୍ସ, ଅଗ୍ରଦୂତ ହେଲା। ଓମେନ୍ସ ଏକନିଂ ଇନ ଓଡ଼ିଶା କଣ କଣ ନା ସାରଳା ଦେବୀ ସେ ଫ୍ରିଡମ ଫାଇଟର ଥିଲେ, ସୋସିଆଲ ରିଫର୍ମର ଥିଲେ। ସାରଳା ଦେବୀ ଓଡ଼ିଆ ରାଇଟର, ଓଡ଼ିଆ ରାଇଟିଂସ ମାନେ ମଧ୍ୟ କରୁଥିଲେ ହେଲା। ମହାତ୍ମା ଗାନ୍ଧୀଙ୍କୁ ଫଲୋ କରୁଥିଲେ। ଆର୍ଲି ପଲିଟିକାଲ କ୍ୟାରିୟର କଣ ନା କଂଗ୍ରେସରେ ସେ 1921 ସେସନରେ ପାର୍ଟିସିପେଟ କରିଥିଲେ, ଆଉ ଇଏ କରାଚି ମୁଭମେଣ୍ଟରେ, କରାଚି ଯୋଉ ସେସନ ହେଇଥିଲା ସେଇଥିରେ ପାର୍ଟିସିପେସନ କରିଥିଲେ। ଫାଷ୍ଟ ଓମେନ୍ ଟୁ ବ୍ରିଙ୍ଗ ଦ ମୁଭମେଣ୍ଟ ଟୁ ଓଡ଼ିଶା ଆଣିଲେ, ସେ ମୁଭମେଣ୍ଟଟାକୁ ଓଡ଼ିଶାରେ ହବ ବୋଲି ସେ ପ୍ରୟାସ କରିଥିଲେ, ଠିକ ଅଛି। ତାପରେ ସେ ଚାହିଁଥିଲେ ଯେ ଓମେନ ମାନଙ୍କର ପାର୍ଟିସିପେସନ କଣ ହଉ ନା ନ୍ୟାସନାଲ ଫ୍ରିଡମ ଷ୍ଟ୍ରଗଲରେ ବଢୁ। ତାପରେ ସେ ସିଭିଲ ଡିସୋବିଡିଏନ୍ସରେ ମଧ୍ୟ ପାର୍ଟିସିପେଟ କରୁଛନ୍ତି, ଯୋଉଠି ସୋଲ ସତ୍ୟାଗ୍ରହ ଇଞ୍ଚୁଡିରେ ହେଇଛି। ପିପୁଲ ଯୋଉ ଲକ୍ଷ୍ମୀପୁର, ପାଲିଆବନ୍ଦ, ହ୍ୟୁମା, ଘୁମସା ଟୁ ଜଏନ୍ ଦ ମୁଭମେଣ୍ଟ, ଏମାନେ ମୁଭମେଣ୍ଟ ଯାଇକି ଜଏନ୍ କରିଛନ୍ତି। ଇନଫ୍ଲୁଏନ୍ସଡ କୁଲତା ଦେବୀ ଅଫ ଘୁମସର ଟୁ ଡୋନେଟ ଅର୍ଣ୍ଣାମେଣ୍ଟସ ଟୁ ଦ ନ୍ୟାସନାଲ କଜ, ସେ ଭାବିଛନ୍ତି ଯେ ଯୋଉ ଜାତୀୟ ମାନେ ଯେତେବେଳେ ନ୍ୟାସନାଲ ଇଣ୍ଟରେଷ୍ଟ ଥାଏ ହେଲା, ତ ନ୍ୟାସନାଲ ଯଦି ଆମର ଭାରତ ପାଇଁ ବା ଦେଶ ପାଇଁ ବା ରାଜ୍ୟ ପାଇଁ କିଛି କରିବାର ଅଛି, ସେ କହୁଛନ୍ତି କଣ ନା ଘୁମସୁର କିଛି ଡୋନେଟ କରିଦିଅନ୍ତି ଅର୍ଣ୍ଣାମେଣ୍ଟ, ଏତେ ବଦାନ୍ୟ ଥିଲେ ହେଲା। ତ ବହୁତ ଥର ବ୍ରିଟିଶଙ୍କ ଦ୍ୱାରା ଜେଲ ଯାଇଛନ୍ତି ହେଲା, ଠିକ ଅଛି। ତ नो टैक्स कैंपेन କରିଛନ୍ତି, ଡିମାଣ୍ଡ ଫର ସେପାରେଟ ପ୍ରୋଭିନ୍ସରେ ତାଙ୍କର ରୋଲ କରାହେଇଛି। କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟରେ ମଧ୍ୟ ସେ ମାନେ ରୋଲ ପ୍ଲେ କରିଛନ୍ତି, ବହୁତ ଥର ଷ୍ଟ୍ରାଇକ୍ କରି କଣ କରିଛନ୍ତି ନା ଗାନ୍ଧୀଙ୍କ ସହିତ ଜେଲରେ ଯାଇଛନ୍ତି ହେଲା। ତ ଏମିତି ସବୁ ଏଇଟା କାହା ବିଷୟରେ ପଢିଲେ ଆମେ ନା ସାରଳା ଦେବୀ ହେଲା। ତାପରେ ଆମେ କଣ ପଢିବା ନା ମାଳତୀ ଦେବୀ ଚୌଧୁରୀ ହେଲା। ଆମର ଗୋଟେ ନା ମନ ଥିବା ନବକୃଷ୍ଣ ଚୌଧୁରୀ, ଜାଣିଛ ନବକୃଷ୍ଣ ଚୌଧୁରୀ କିଏ? ନବକୃଷ୍ଣ ଚୌଧୁରୀ ହଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେତେ 1950ରୁ 56 ମସିହା ପର୍ଯ୍ୟନ୍ତ ଥିଲେ। ତ ଇଏ ହଉଛନ୍ତି ତାଙ୍କର ଧର୍ମପତ୍ନୀ, କିଏ ନା ମାଳତୀ ଦେବୀ ହେଲା। ବର୍ଥରେ ସେ ବେଙ୍ଗଲୀ, ବଟ୍ ସେ ଓଡ଼ିଶାର ଫ୍ରିଡମ ଷ୍ଟ୍ରଗଲରେ ସେ ପାର୍ଟିସିପେଟ କରୁଛନ୍ତି, ଏବେ ସେ ଓଡ଼ିଆ। ନବକୃଷ୍ଣ ଚୌଧୁରୀଙ୍କୁ ସେ ମ୍ୟାରେଜ କଲେ ହେଲା।
जो जड़े एक्टिव फ्रीडम फाइटर थे सोशलिस्ट थे सोशल रिफॉर्मर थे समस्त से बारंबार ये जिनसा लिखि दूचे तुम जान जे किसी अलग नुह यहाँ समस्त आम लिखिपर कि मेन मेन जिन अलग आश्रम किए करता बरी आश्रम किए करता मिसई पार बुझे कि मिनिमम जिन समस्त सोशल एक्टिविस्ट थे समस्त रिफॉर्म करते समस्ते नेशनलिज्म काम करते समस्त देशर मंगल काम करते ये जिनसा समस्त कमन पार्टिसिपेशन जब सल्ट सत्याग्रह जब आम देखा को टाइम पीरियड से एक्टिविटी बेसी देखा जाए आम जानीदे से एक्टिविटी पार्टिसिपेट करते तो सल्ट सत्याग्रह एक्टिवली पार्टिसिपेट से करते वुमेन मान को मोटिवेट करते तुम आसिक जॉइन कर अरेस्ट होते जेल जाते कराची सेशन इंडियन नेशनल कांग्रेस 1931 रे कराची सेशन से जॉइन करते है तापर ये कौन करते ना जो मालती देवी जो तुमको कहूँ मालती देवी कौन कर ना पॉलिटिशियन है ये पॉलिटिशियन थे बड़चणारू लेजिस्लेटिव असेंबली भी लड़ी है तापर आ कौन देखा आम गोटे पावरफुल स्पीच देते 1930 मसीह जोटा बॉयकॉट फॉरेन गुड्स कहुला से कौन करते ना जॉइन करते मालती देवी कहते ना गांधीन कंस्ट्रक्टिव प्रोग्राम रे जॉइन करने ऑफर थिला जे से जॉइन करि परिबे तापरे मालती देवी कौन करछन ना क्विट इंडिया मूवमेंट रे से पार्टिसिपेट करछन्ती जे अरेस्टेड कटक रेलवे स्टेशन अरेस्ट मध्ये होइछन्ती हला तो एमती सब तांकर पॉलिटिकल करियर सोशलिस्ट पॉलिटिशियन से उत्कल कांग्रेस सोशलिस्ट पार्टी करछन्ती को फाउंडर थिले तार हला पीजेंट मूवमेंट एंड वर्कर्स अपलिफ्टमेंट पई से 1933 रे स्वरोत्तोलन करछन्ती कृषक गोटे मैगजीन अच्छी से रिलीज करछन्ती सारथी मैगजीन रिलीज करछन्ती तो एमती कौन है ना जो ये मालती देवी कंट्रीब्यूशन रही तो आम जो जार लिखा नॉर्मल पॉइंट समस्त सोशल एक्टिविस्ट थे समस्त नेशनलिज्म को भल पाते पेट्रोटिज्म को भल पाते ये सब जिन कमन रहा रहा जहाँ जहाँ डाटा कहले लिखा प्लस ये पीडीएफ रे जहाँ जहाँ पॉइंट अच्छे मुझे पठेदेवी तो ठीक अच्छे तो ये सब भितर कौन आम जो मेजर फ्रीडम फाइटर ऑफ ओडिशा ये कंप्लीट कर ठीक अच्छे थैंक यू फॉर वाचिंग।